ରାଜନୀତିରେ ସବୁ ପରାଜୟ କେବଳ ଏକ ପରାଜୟ ହୋଇନଥାଏ, କିଛି ପରାଜୟ ଗୋଟେ ସଂକେତ ଦେଇଥାଏ। ଆଉ ଏକାମ୍ର ଭୁବନେଶ୍ୱର ମାନେ ବିଧାନସଭା ନିର୍ବାଚନ ମଣ୍ଡଳୀ 114ର ଫଳାଫଳ ଠିକ୍ ସେହିଭଳି ଏକ ସଂକେତ ଥିଲା। ଏମିତି ଏକ ଆଶ୍ଚର୍ଯ୍ୟଜନକ ଫଳାଫଳ ଯାହା ଗୋଟେ ବହୁତ ପୁରୁଣା ଗଡ଼କୁ ଦୋହଲାଇ ଦେଲା। ତେବେ ଆସନ୍ତୁ ଏହି ରାୟର ଗଭୀରତାକୁ ଯିବା ଏବଂ ବୁଝିବାକୁ ଚେଷ୍ଟା କରିବା ଏହା ପ୍ରକୃତରେ କେମିତି ଆଉ କାହିଁକି ହେଲା। ଏହି ପୂରା କାହାଣୀର କେନ୍ଦ୍ରରେ ରହିଛି ଗୋଟିଏ ସଂଖ୍ୟା, ମାତ୍ର 5023। ଏହିଟା କେବଳ ଗୋଟେ ସଂଖ୍ୟା ନୁହେଁ, ଏହା ହେଉଛି 15 ବର୍ଷର ଗୋଟେ ରାଜନୈତିକ ଦୁର୍ଗର ପତନର ବ୍ୟବଧାନ। ଏତେ କମ୍ ମାର୍ଜିନରେ ହାରିବାଟା କୌଣସି ସଂଯୋଗ ହୋଇପାରିବ ନାହିଁ। ଏହା ଭିତରେ ଗୋଟେ ଗଭୀର କାହାଣୀ ଲୁଚି ରହିଛି, ଲୋକଙ୍କ ମତର, ଅସନ୍ତୋଷର ଆଉ ପରିବର୍ତ୍ତନର ଆଶାର। ଏହି ରହସ୍ୟକୁ ଭେଦ କରିବାକୁ ହେଲେ ଆମକୁ ପ୍ରଥମେ ସେହି ମାଟିକୁ ଆଉ ସେଠାକାର ଲୋକଙ୍କ ସ୍ପନ୍ଦନକୁ ବୁଝିବାକୁ ପଡ଼ିବ। ଏକାମ୍ର ଭୁବନେଶ୍ୱରର ଦୁଇଟା ଚେହେରା। ଗୋଟେ ପଟେ ସେହି ଐତିହାସିକ ମନ୍ଦିରମାଳିନୀ ପୁରୁଣା ସହର ଯେଉଁଠି ପରମ୍ପରା ଆଜି ବି ନିଶ୍ୱାସ ନିଏ, ଆଉ ଅନ୍ୟପଟେ ଦ୍ରୁତ ଗତିରେ ବଢ଼ୁଥିବା ନୂଆ ନୂଆ କଲୋନି ଯେଉଁଠି ଲୋକଙ୍କ ଆଖିରେ ଆକାଂକ୍ଷା ଆଉ ଆଧୁନିକତାର ସ୍ୱପ୍ନ। ଏହି ଦୁଇଟି ଦୁନିଆର ମିଶ୍ରଣ ହିଁ ଏହାର ପରିଚୟ, କିନ୍ତୁ ଏହା ଭିତରେ ହିଁ ଲୁଚି ରହିଛି ଅନେକ ଜଟିଳ ସମସ୍ୟା। ତେବେ ଏହି ନିର୍ବାଚନ ମଣ୍ଡଳୀର ରାଜନୈତିକ ଭାଗ୍ୟ କିଏ ନିର୍ଣ୍ଣୟ କରେ? ଉତ୍ତର ହେଉଛି ଏଠାକାର ବସ୍ତି ବାସିନ୍ଦା। ପାଖାପାଖି 60ରୁ 65% ଭୋଟର ଏହି ଅଞ୍ଚଳରେ ରୁହନ୍ତି। ସେମାନେ ହିଁ ହେଉଛନ୍ତି ପ୍ରକୃତ ନିର୍ଣ୍ଣାୟକ ବ୍ଲକ। ସିଧା କଥା ହେଲା, ଏମାନଙ୍କ ସମର୍ଥନ ବିନା ଏଠି ଜିତିବା ପ୍ରାୟ ଅସମ୍ଭବ। ତେଣୁ ଏହି ସମ୍ପ୍ରଦାୟର ଆଶା ଆକାଂକ୍ଷା ହିଁ ଏଠାକାର ରାଜନୀତିର ଦିଗ ନିର୍ଣ୍ଣୟ କରେ। କିନ୍ତୁ ବିଡ଼ମ୍ବନାର କଥା ହେଉଛି, ଏହି ନିର୍ଣ୍ଣାୟକ ଭୋଟର ଗୋଷ୍ଠୀଙ୍କ ଭିତରେ ମତଦାନକୁ ନେଇ ବହୁଦିନ ଧରି ଏକ ପ୍ରକାର ଉଦାସୀନତା ଥିଲା। ବହୁ ବର୍ଷ ଧରି ଏଠାରେ ମତଦାନ ହାର 50% ବି ଟପୁ ନଥିଲା। ଏହାର ଅର୍ଥ କ'ଣ? ଏହାର ଅର୍ଥ ସ୍ପଷ୍ଟ ଥିଲା। ଲୋକଙ୍କର ବୋଧହୁଏ ସିଷ୍ଟମ ଉପରୁ ଭରସା ଟୁଟି ଯାଉଥିଲା, କାରଣ ସେମାନଙ୍କ ଆଶା ପୂରଣ ହେଉନଥିଲା। ଆଉ ସେହି ଉଦାସୀନତାର କାରଣ ଥିଲା ଦୈନନ୍ଦିନ ଜୀବନର ସଂଘର୍ଷ। ପୁରୁଣା ଭୁବନେଶ୍ୱରର ଭଙ୍ଗା ରାସ୍ତା, ସାମାନ୍ୟ ବର୍ଷାରେ ଆଣ୍ଠୁଏ ପାଣି, ନାଳ ନର୍ଦ୍ଦମାର ଦୁରାବସ୍ଥା ଆଉ ମୁଣ୍ଡ ଉପରେ ଝୁଲୁଥିବା ବିପଜ୍ଜନକ ବିଦ୍ୟୁତ୍ ତାର, ଏସବୁ ଥିଲା ଲୋକଙ୍କର ନୀତିଦିନିଆ ସମସ୍ୟା। ସେହିପରି ନୂଆ କଲୋନିଗୁଡ଼ିକରେ ମଧ୍ୟ ମୌଳିକ ସୁବିଧାର ଘୋର ଅଭାବ। ଏହି ଅସନ୍ତୋଷ ଧୀରେ ଧୀରେ ଏକ ନୀରବ ବିସ୍ଫୋରଣ ପାଇଁ ପ୍ରସ୍ତୁତ ହେଉଥିଲା। ଲୋକଙ୍କ ଦାବି କିଛି ବଡ଼ ରାଜନୈତିକ ଦାବି ନଥିଲା। ସେମାନେ କେବଳ ଗୋଟେ ସମ୍ମାନର ଜୀବନ ବଞ୍ଚିବା ପାଇଁ ମୌଳିକ ସୁବିଧା ଚାହୁଁଥିଲେ। ସେମାନଙ୍କ ବାର୍ତ୍ତା ବହୁତ ସରଳ ଆଉ ସ୍ପଷ୍ଟ ଥିଲା। ଆମକୁ କଥା ଦରକାର ନାହିଁ, କାମ ଦେଖାଅ। ଏହା ରାଜନୀତିରୁ ବହୁତ ଉପରେ ମାନବିକତାର ଦାବି ଥିଲା। ତେବେ ଆସନ୍ତୁ ଏବେ ସିଧା ତଥ୍ୟ ଉପରକୁ ଯିବା, କାରଣ କୁହନ୍ତି ନା, ସଂଖ୍ୟା କେବେ ମିଛ କହେନି। ଏହି ନିର୍ବାଚନର ଡାଟା ଆମକୁ 3ଟି ବହୁତ ଗୁରୁତ୍ୱପୂର୍ଣ୍ଣ ସଂକେତ ଦେଉଛି, ଯାହା ଏହି ପରିବର୍ତ୍ତନର ପୂରା କାହାଣୀକୁ ବୟାନ କରୁଛି। ପ୍ରଥମ ସଂକେତ ହେଉଛି ଭୋଟ ସୁଇଂ। ଦେଖନ୍ତୁ, 2019ରେ ବିଜେଡିର ଭୋଟ ଅଂଶ ଥିଲା 57.1%, ଯାହା 2024ରେ ସିଧା ଖସି ଆସିଲା 45.7%କୁ, ଏକ ବଡ଼ ହ୍ରାସ। ଅନ୍ୟପଟେ ବିଜେପିର ଭୋଟ ଅଂଶ ବଢ଼ି ପହଞ୍ଚିଲା 39.0%ରେ। ଏହାକୁ କେବଳ ଏକ ସାଧାରଣ ପରିବର୍ତ୍ତନ କୁହାଯିବ ନାହିଁ, ଏହାକୁ ଏକ ରାଜନୈତିକ ଭୂକମ୍ପ କହିଲେ କିଛି ଭୁଲ ହେବନି। ଦ୍ୱିତୀୟ ସଂକେତ ଆହୁରି ଗୁରୁତ୍ୱପୂର୍ଣ୍ଣ, ମତଦାନରେ ଅପ୍ରତ୍ୟାଶିତ ବୃଦ୍ଧି। ଯେଉଁ ନିର୍ବାଚନ ମଣ୍ଡଳୀ କମ୍ ମତଦାନ ପାଇଁ ଜଣାଶୁଣା ଥିଲା, ସେଠାରେ ହଠାତ୍ 2024ରେ ମତଦାନ ହାର ପ୍ରାୟ 10% ବଢ଼ିଗଲା। ଏହାର ଅର୍ଥ ଯେଉଁମାନେ ଚୁପ୍ ଥିଲେ ସେମାନେ ଏଥର ବାହାରକୁ ଆସିଲେ, ଆଉ ଏହା ଥିଲା ପ୍ରଚଳିତ ବ୍ୟବସ୍ଥା ବିରୁଦ୍ଧରେ ଏକ ଶକ୍ତିଶାଳୀ ମତ। ଆଉ ତୃତୀୟ ସଂକେତ ହେଉଛି ସେହି ସଂଖ୍ୟାଟି ଯେଉଁଠୁ ଆମେ ଆରମ୍ଭ କରିଥିଲେ। 2009 ପରଠାରୁ ଗୋଟେ ଅଭେଦ୍ୟ ଦୁର୍ଗ ଭାବେ ଗଣାଯାଉଥିବା ଆସନଟି ମାତ୍ର 5030 ଭୋଟରେ ହାତରୁ ଚାଲିଗଲା। ଏହା ସ୍ପଷ୍ଟ ଦର୍ଶାଉଛି ଯେ ନିର୍ବାଚନ କୌଣସି ବଡ଼ ରାଲିରେ ନୁହେଁ, ବରଂ ପ୍ରତିଟି ବୁଥ୍, ପ୍ରତିଟି ଗଳି ଆଉ ପ୍ରତିଟି ଘରେ ଜିତା କିମ୍ବା ହରାଯାଇଥିଲା। ଏହି ଡ୍ୟାଶବୋର୍ଡ 2024 ନିର୍ବାଚନର ପୂରା ଚିତ୍ରକୁ ଆହୁରି ସ୍ପଷ୍ଟ କରିଦେଉଛି। ପ୍ରାୟ 2.70 ଲକ୍ଷ ଭୋଟର ଆଉ ଜିତିବାର ମାର୍ଜିନ୍ ମାତ୍ର 5023 ଭୋଟ। ଏହି ସଂଖ୍ୟାଗୁଡ଼ିକ କେବଳ ଫଳାଫଳ ନୁହେଁ, ବରଂ ଏକ ଗଭୀର ରାଜନୀତିକ ପରିବର୍ତ୍ତନର ସାକ୍ଷୀ। ଏହି ପରାଜୟ ପାଇଁ କୌଣସି ଜଣେ ବ୍ୟକ୍ତିଙ୍କୁ ଦାୟୀ କରିବା ସହଜ, କିନ୍ତୁ ପ୍ରକୃତ ସତ ହେଉଛି ଏହା ପଛରେ କିଛି ବ୍ୟବସ୍ଥାଗତ କାରଣ ରହିଛି। ତେଣୁ ଆମର ଆଲୋଚନା କୌଣସି ବ୍ୟକ୍ତି ବିଶେଷଙ୍କୁ ନୁହେଁ, ବରଂ ବ୍ୟବସ୍ଥାକୁ କେନ୍ଦ୍ର କରି ହେବ। ଚାଲନ୍ତୁ ସେହି କାରଣଗୁଡ଼ିକୁ ଗୋଟି ଗୋଟି କରି ଦେଖିବା। ଏହାର ମୂଳରେ ମୁଖ୍ୟତଃ 4ଟି କାରଣ ରହିଛି, ଯାହା ଏହି ପତନର କାହାଣୀ ଲେଖିଥିଲା। ପ୍ରଥମ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ, ସହରୀ ବିକାଶକୁ ନେଇ ଲୋକଙ୍କ ଭିତରେ ଥିବା ଗଭୀର ହତାଶା। ରାସ୍ତା, ଡ୍ରେନ୍, ପାଣି ଭଳି ମୌଳିକ ସମସ୍ୟା ହିଁ ଏଥର ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ପାଲଟି ଯାଇଥିଲା। ଦ୍ୱିତୀୟ କାରଣ ହେଲା ବସ୍ତି ଭୋଟରଙ୍କ ଭିତରେ ବଢ଼ୁଥିବା ଅସନ୍ତୋଷ।
50,000ରୁ ଅଧିକ ଭୋଟରଙ୍କ ଏହି ଶକ୍ତିଶାଳୀ ଗୋଷ୍ଠୀ ଅନୁଭବ କଲେ ଯେ ସେମାନଙ୍କ ଭୋଟକୁ ଗ୍ରାଣ୍ଟେଡ୍ ନିଆଯାଉଛି। ସେମାନଙ୍କ ମନରେ ଏକ ଧାରଣା ସୃଷ୍ଟି ହେଲା ଯେ ନିର୍ବାଚନ ବେଳେ ପ୍ରତିଶ୍ରୁତି ଦିଆଯାଏ କିନ୍ତୁ ପରେ ସେମାନଙ୍କୁ ଅବହେଳା କରାଯାଏ। ଏଠାରେ ଗୋଟିଏ କଥା ବୁଝିବା ନିହାତି ଜରୁରୀ। ଶାସନ ବ୍ୟବସ୍ଥା ପ୍ରତ୍ୟେକ ନାଗରିକଙ୍କୁ ସମ୍ମାନ ଦେବାର ପ୍ରତିଶ୍ରୁତି ଉପରେ ହିଁ ତିଆରି ହୋଇଛି। ଯେତେବେଳେ ମୌଳିକ ସେବା ଯୋଗାଇବାରେ ବିଫଳତା ଦେଖାଯାଏ, ତାହା କେବଳ ଏକ ସୁବିଧାର ଅଭାବ ନୁହେଁ, ତାହା ନାଗରିକର ସମ୍ମାନ ଉପରେ ଏକ ଆଘାତ। ଆଉ ଲୋକଙ୍କ ସମସ୍ୟାକୁ ଦାୟିତ୍ୱର ସହ ଶୁଣିବା ହିଁ ପ୍ରକୃତ ଶାସନର ପରିଚୟ। ତୃତୀୟ କାରଣ ଥିଲା ବାର୍ତ୍ତାର ଲଢ଼ାଇ। ବିଜେପି ସ୍ଥାନୀୟ ସମସ୍ୟାଗୁଡ଼ିକୁ ନେଇ ଏକ ସ୍ପଷ୍ଟ ଏବଂ ତୀକ୍ଷ୍ଣ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାରେ ସଫଳ ହେଲା। ଅନ୍ୟପକ୍ଷରେ ଶାସକ ଦଳର ଯୋଗାଯୋଗ ଟିକେ ପ୍ରତିକ୍ରିୟାଶୀଳ ମନେହେଲା। ମନେ ରଖିବାକୁ ହେବ, ଯେଉଁଠି ଯୋଗାଯୋଗରେ ଶୂନ୍ୟସ୍ଥାନ ସୃଷ୍ଟି ହୁଏ, ସେଠାରେ ବିରୋଧୀଙ୍କ ବାର୍ତ୍ତା ସହଜରେ ସ୍ଥାନ ପାଇଯାଏ। ଏହି ପରିବର୍ତ୍ତନ ହଠାତ୍ ଗୋଟିଏ ରାତିରେ ହୋଇନଥିଲା। ଏହା ବର୍ଷ ବର୍ଷ ଧରି ଧୀରେ ଧୀରେ ହେଉଥିବା ବିଶ୍ୱାସର କ୍ଷୟର ପରିଣାମ ଥିଲା। ଚାଲନ୍ତୁ ଅତୀତର ନିର୍ବାଚନ ଫଳାଫଳ ଉପରେ ନଜର ପକାଇ ଏହି ଧାରାକୁ ବୁଝିବା। ବିଜେଡିର ନିର୍ବାଚନୀ ଯାତ୍ରା ଏହି କଥାକୁ ସ୍ପଷ୍ଟ କରୁଛି। 2009ରେ ଦଳ 65.6% ଭୋଟ ସହିତ ଏକ ବିଶାଳ ବିଜୟ ହାସଲ କରିଥିଲା। କିନ୍ତୁ 2014ରେ ଭୋଟ ଅଂଶ 57.9%କୁ ଖସି ଆସିଲା। 2019ରେ ଜିତିବା ସତ୍ତ୍ୱେ ଭୋଟ ଅଂଶ ଆହୁରି କମି 57.1% ହେଲା, ଆଉ ଜିତିବାର ମାର୍ଜିନ୍ ମଧ୍ୟ କ୍ରମାଗତ ଭାବେ କମିବାରେ ଲାଗିଥିଲା। ଏହି ଧାରା ଏକ ସ୍ପଷ୍ଟ ସତର୍କ ଘଣ୍ଟି ଥିଲା ଯେ ସମର୍ଥନ କମୁଛି, ଆଉ 2024 ଏହି ପରିବର୍ତ୍ତନର ଚୂଡ଼ାନ୍ତ ମୂଳ ସାବ୍ୟସ୍ତ ହେଲା। ଏହି ଐତିହାସିକ ବିଶ୍ଳେଷଣରୁ ଏକ ଗଭୀର ଶିକ୍ଷା ମିଳେ। ରାଜନୀତିରେ ଲୋକଙ୍କ ବିଶ୍ୱାସ ଏକ ଲିଜ୍ ଭଳି, ଏହା ସ୍ଥାୟୀ ମାଲିକାଣା ନୁହେଁ। ଏହାକୁ ପ୍ରତିଦିନ ନିଜ କାମ ମାଧ୍ୟମରେ ନବୀକରଣ କରିବାକୁ ପଡ଼ିଥାଏ। କୌଣସି ବିଜୟ ଚିରସ୍ଥାୟୀ ନୁହେଁ ଏବଂ ବିଶ୍ୱାସକୁ ନିରନ୍ତର ଅର୍ଜନ କରିବାକୁ ପଡ଼େ। ତେବେ ଏହି ବିଶ୍ଳେଷଣ ପରେ ପ୍ରଶ୍ନ ଉଠୁଛି, ଆଗକୁ କ'ଣ? ହଜି ଯାଇଥିବା ବିଶ୍ୱାସକୁ ପୁଣି ଥରେ କିପରି ଫେରାଇ ଅଣାଯାଇପାରିବ? ଚାଲନ୍ତୁ ଏକ ସମ୍ଭାବ୍ୟ ରଣନୀତି ଉପରେ ଆଲୋଚନା କରିବା, ଯାହା ଏକ ନୂଆ ଆରମ୍ଭର ପଥ ଦେଖାଇପାରେ। ଏହି ରଣନୀତିକୁ ଚତୁର୍ମୁଖୀ ସିଦ୍ଧାନ୍ତ କୁହାଯାଇପାରେ। ପ୍ରଥମ, ଭିତ୍ତିଭୂମି ଉପରେ ଧ୍ୟାନ ଦେବା। ରାସ୍ତା, ଡ୍ରେନ୍ ଭଳି ଦୃଶ୍ୟମାନ କାମ କରି ଲୋକଙ୍କ ବିଶ୍ୱାସ ଜିତିବା। ଦ୍ୱିତୀୟ, ମନୋଭାବରେ ପରିବର୍ତ୍ତନ। କେବଳ ନିଜ କଥା କହିବା ବଦଳରେ ଲୋକଙ୍କ କଥା ସହ ସହାନୁଭୂତିର ସହ ଶୁଣିବା। ତୃତୀୟ, ଏକ ମେଣ୍ଟ ଗଠନ କରିବା। ସ୍ଥାନୀୟ ସାମାଜିକ ସଂଗଠନଗୁଡ଼ିକୁ ସାଙ୍ଗରେ ନେବା। ଆଉ ଚତୁର୍ଥ, ଆଧୁନିକ କୌଶଳର ବ୍ୟବହାର କରି ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବା। ଏହି ପୂରା ରଣନୀତିର ସାରମର୍ମ ହେଉଛି ଏହି ଶକ୍ତିଶାଳୀ ବାକ୍ୟ, ବିକାଶ ଦେବୁ, ବିଶ୍ୱାସ ପାଇବୁ। ଏହା ସ୍ପଷ୍ଟ କରୁଛି ଯେ ବିଶ୍ୱାସ ଅର୍ଜନ କରିବାରେ ଏକମାତ୍ର ରାସ୍ତା ହେଉଛି ପ୍ରକୃତ ଦୃଶ୍ୟମାନ ବିକାଶ। ଏକାମ୍ର ଭୁବନେଶ୍ୱରର ଏହି କାହାଣୀ କେବଳ ଗୋଟିଏ ନିର୍ବାଚନ ମଣ୍ଡଳୀର ନୁହେଁ। ଏହା ସମଗ୍ର ଭାରତର ବଢ଼ୁଥିବା ସହରଗୁଡ଼ିକର ଶାସନ ବ୍ୟବସ୍ଥା ପାଇଁ ଏକ ବଡ଼ ଶିକ୍ଷା। ଏହା ଏକ ନୂତନ ସହରୀ ଚୁକ୍ତିର ସଙ୍କେତ ଦେଉଛି। ଆଜିର ସହରୀ ଭୋଟର ପାଇଁ ବଡ଼ ବଡ଼ ଜାତୀୟ ପ୍ରସଙ୍ଗଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି ତାର ଦୈନନ୍ଦିନ ଜୀବନର ସମସ୍ୟା। ରାସ୍ତା, ସଫାଇ, ପାର୍କ ଭଳି ସ୍ଥାନୀୟ ପ୍ରସଙ୍ଗ ହିଁ ଏବେ ନିର୍ବାଚନର ଫଳାଫଳ ନିର୍ଣ୍ଣୟ କରୁଛି। ଲୋକଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସରକାର ହେଉଛି ସେହି ସରକାର ଯାହାକୁ ସେମାନେ ଦେଖିପାରିବେ ଏବଂ ସିଧାସଳଖ ଜବାବ ମାଗିପାରିବେ। ଆଉ ଏହି ନୂତନ ଯୋଗାଯୋଗ ପ୍ରକ୍ରିୟାରେ ସାମ୍ବିଧାନିକ ମୂଲ୍ୟବୋଧକୁ ସମ୍ମାନ ଦେବା ଅତ୍ୟନ୍ତ ଜରୁରୀ। ଭାରତର ଡାଟା ସୁରକ୍ଷା ନିୟମ ଅନୁଯାୟୀ ଲୋକଙ୍କ ସହ ଯୋଗାଯୋଗ କରିବା ସମୟରେ ସେମାନଙ୍କ ଗୋପନୀୟତା ଏବଂ ସହମତିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଉଚିତ। ଟେକ୍ନୋଲୋଜିର ବ୍ୟବହାର ନାଗରିକଙ୍କ ସମ୍ମାନକୁ ବଢ଼ାଇବା ପାଇଁ ହେବା ଦରକାର, କ୍ଷୁର୍ଣ୍ଣ କରିବା ପାଇଁ ନୁହେଁ। ତେବେ ଏହି ସମସ୍ତ ବିଶ୍ଳେଷଣ ପରେ ଆମେ ଏକାମ୍ର ଭୁବନେଶ୍ୱରରୁ କେଉଁ ଚୂଡ଼ାନ୍ତ ଶିକ୍ଷା ଗ୍ରହଣ କରିବା? ଏହି କାହାଣୀର ଶେଷ କଥା କ'ଣ? ଏହାର ଶିକ୍ଷା ଦୁଇଟି। ପ୍ରଥମତଃ, ଏହା ଏକ ଶାନ୍ତ କିନ୍ତୁ ସ୍ପଷ୍ଟ ଚେତାବନୀ ଯେ ଭୋଟରଙ୍କୁ କେବେ ବି ହାଲୁକା ଭାବେ ନିଆଯିବା ଉଚିତ ନୁହେଁ। ସେମାନଙ୍କୁ ଅବହେଳା କରିବା ଯେକୌଣସି ରାଜନୈତିକ ଶକ୍ତି ପାଇଁ ପତନର ଆରମ୍ଭ ହୋଇପାରେ। କିନ୍ତୁ ଏହା ସହିତ ଏହା ଆଶାର ମଧ୍ୟ ଏକ କାହାଣୀ। ଏହା ପ୍ରମାଣ କରୁଛି ଯେ ଆମ ଗଣତନ୍ତ୍ର ଜୀବନ୍ତ ଅଛି ଏବଂ ଲୋକଙ୍କ ସ୍ୱର ପ୍ରତି ସମ୍ବେଦନଶୀଳ। ଯେତେବେଳେ ଲୋକମାନେ ଏକାଠି ହୁଅନ୍ତି, ସେତେବେଳେ ପରିବର୍ତ୍ତନ ସମ୍ଭବ ହୁଏ। ଜଣେ ଲୋକାଭିମୁଖୀ ନେତା ହେବା ପାଇଁ ଏବଂ ନିଜ ନିର୍ବାଚନ ମଣ୍ଡଳୀରେ ଉନ୍ନତି ପାଇଁ blueprintstrategies.ai ସହିତ mgr@blueprintstrategies.ai ରେ ଯୋଗାଯୋଗ କରନ୍ତୁ କିମ୍ବା 08042041602ରେ କଲ୍ କରନ୍ତୁ। ରାଜନୀତିରୁ ଊର୍ଦ୍ଧ୍ୱରେ ଉଦ୍ଦେଶ୍ୟ।